କୌଣସି ରେଷ୍ଟୁରାଣ୍ଟ ଢାବା ଠାରୁ ବି କମ୍ ହେବନି। ତଡ଼କା ତ ଆପଣମାନେ ଘରେ ସବୁବେଳେ ନିଶ୍ଚୟ ବନାଉଥିବେ, ହେଲେ ଗୋଟିଏ ଥର ପାଳଙ୍ଗ ଶାଗ ତଡ଼କା ବନେଇକି ଦେଖନ୍ତୁ। ରୁଟି, ଭାତ, ପୁରୀ, ପରଟା ଯାହା ବି ଖାଇବେ ବହୁତ ଟେଷ୍ଟି ଲାଗିବ। ପାଳଙ୍ଗ ଶାଗରେ ତ ଆପଣମାନେ ଆଗରୁ ବହୁତ ପ୍ରକାର ରେସିପି ବନେଇଥିବେ, ହେଲେ ଗୋଟେ ଥର ପାଳଙ୍ଗ ଶାଗର ତଡ଼କା ବନାନ୍ତୁ, ଦେଖିବେ ପାଳଙ୍ଗ ଶାଗ ନ ଖାଇବା ଲୋକ ମଧ୍ୟ ହାତ ଚାଟିକି ଖାଇନେବ। ତାହେଲେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ତାହେଲେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ରେସିପିକୁ ଆରମ୍ଭ କରିବା। ପାଳଙ୍ଗ ଶାଗରେ ତଡ଼କା ବନେଇବା ପାଇଁ ଏଇଠି ଦେଖନ୍ତୁ 200 ଗ୍ରାମର ବୁଟ ଡାଲିକୁ 2-3 ଘଣ୍ଟା ପୂର୍ବରୁ ବତୁରିବା ପାଇଁ ଛାଡ଼ିଥିଲି। ବୁଟ ଡାଲି ଦେଖନ୍ତୁ ବହୁତ ଭଲ ଭାବରେ ବତୁରି ଯାଇଛି। ଏଇଠି ମୁଁ 200 ଗ୍ରାମର ବୁଟ ଡାଲି ନେଇଛି। ଆପଣମାନେ କେତିକି ପାଳଙ୍ଗ ଶାଗରେ ଏ ତଡ଼କାକୁ ବନେଇବେ ସେହି ହିସାବରେ ବୁଟ ଡାଲି କମ୍ ବେଶୀ କରିପାରିବେ। ବୁଟ ଡାଲିକୁ 2-3 ଥର ସଫା ପାଣିରେ ମୁଁ ଧୋଇ ଦେଇଛି, ତାକୁ ଧୋଇବା ଦରକାର ନାହିଁ। ଏବେ ଯିବା ନେକ୍ସଟ ପ୍ରୋସେସକୁ। ଏବେ ଆମେ ଗୋଟେ ପ୍ରେସର କୁକର ନେବା, ବତୁରେଇକି ରଖିଥିବା ସବୁଯାକ ବୁଟ ଡାଲିକୁ ପ୍ରେସର କୁକରରେ ଦେଇଦେବା। ତା ସହିତ ଏଇଠି ଦେଖନ୍ତୁ 50 ଗ୍ରାମର ହରଡ଼ ଡାଲି ମୁଁ ନେଇଛି। ହରଡ଼ ଡାଲିକୁ ଭଲ ଭାବରେ ଧୋଇ ଦେଇଛି। ହରଡ଼ ଡାଲି ଏଇଠି ଅପସନାଲ ଅଛି, ନ ପକେଇଲେ ମଧ୍ୟ ପାଳଙ୍ଗ ଶାଗର ତଡ଼କା ଖାଇବାକୁ ବହୁତ ଟେଷ୍ଟି ଲାଗିବ। ଡାଲିକୁ ଦେଇ ସାରିଲା ପରେ ଏବେ ଆମେ ଏଥିରେ ପାଣି ଦେବା। ତ ପାଣି କେତିକି ଦେବା ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ ପ୍ରେସର କୁକରରେ ଯେତିକି ଡାଲି ଦେଖାଯାଉଛି ତାଠୁ ଟିକେ ଉପରକୁ ଏଇଠି ଆମେ ପାଣି ଦେବା। ଏବେ ଆମେ ଏଥିରେ ଗୋଟେ ତେଜପତ୍ର ପକେଇବା, ଛୋଟ ଖଣ୍ଡେ ଡାଲଚିନି ପକେଇବା, ଅଧ ଚାମଚ ହଳଦୀ ଗୁଣ୍ଡ, ତା ସହିତ ଏଇଠି ଆମେ ଅଧ ଚାମଚ ଲୁଣ ପକେଇବା, ଗୋଟେ ଚାମଚ ସୋରିଷ ତେଲ ପକେଇକି ଭଲ ଭାବରେ ଟିକେ ଗୋଳେଇ ନେବା। ସୋରିଷ ତେଲ ପକେଇବା ଦ୍ୱାରା ଡାଲି ଆଉ ଉତୁରିବନି, ଭଲ ଭାବରେ ସିଝିଯିବ। ଏବେ କ'ଣ କରିବା ନା ଆକୁ କଭର କରିବା, ମିଡ଼ିୟମ ଫ୍ଲେମ୍ରେ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଡାଲିକୁ ସିଝେଇକି ନେଇ ଆସିବା। ତ ଏଇଠି ଆମର ଡାଲି ସିଝିଲା ଭିତରେ ଚାଲନ୍ତୁ ଅନ୍ୟ ଜିନିଷ ସବୁ ରେଡ଼ି କରିନେବା। ପାଳଙ୍ଗ ଶାଗର ତଡ଼କା ବନେଇବା ପାଇଁ ଏଇଠି ଦେଖନ୍ତୁ ଫ୍ରେଶ୍ 2 ବିଡ଼ା ମୁଁ ପାଳଙ୍ଗ ଶାଗ ନେଇଛି। ଏଇଠି ମୁଁ 200 ଗ୍ରାମର ବୁଟ ଡାଲି, 50 ଗ୍ରାମର ହରଡ଼ ଡାଲି ପାଇଁ 2 ବିଡ଼ା ପାଳଙ୍ଗ ଶାଗ ନେଇଛି। ଆପଣମାନେ ଏଇଠି କେତିକି ଡାଲିରେ ତଡ଼କାକୁ ବନେଇବେ ସେହି ହିସାବରେ ପାଳଙ୍ଗ ଶାଗ କମ୍ ବେଶୀ କରିପାରିବେ। ଏବେ ଚାଲନ୍ତୁ ଶାଗକୁ ଆମେ କାଟି ନେବା। ଶାଗକୁ କାଟିଲା ବେଳକୁ ତା ଡେମ୍ଫ ଯଦି ଟାଣ ଥବ ସେ ଟାଣ ଅଂଶକୁ କାଟିକି ବାହାର କରିଦେବେ, ଆଉ ଯଦି କଅଁଳିଆ ଥବ ତାକୁ ଫୋପାଡ଼ିବେନି, ତାକୁ କାଟିକି ରଖିନେବେ। ଏଇଠି ଆମେ ଶାଗକୁ ଟିକେ ବଡ଼ ବଡ଼ ଖଣ୍ଡ କରିକି କାଟିବା, ବେଶୀ ଛୋଟ କରିକି କାଟିବାନି। ଟିକେ ବଡ଼ ବଡ଼ ଖଣ୍ଡ କରିକି କାଟିଲେ ଶାଗକୁ କ'ଣ ହବ ନା ତଡ଼କା ଦେଖିବାକୁ ସୁନ୍ଦର ଲାଗିବ, ଖାଇବା ପାଇଁ ମଧ୍ୟ ବହୁତ ବଢ଼ିଆ ଲାଗିବ। କିଛି ସମୟ ପରେ ଦେଖନ୍ତୁ ସବୁଯାକ ଶାଗକୁ କାଟିକି ମୁଁ ରେଡ଼ି କରିନେଲି। ଏବେ ଆମେ ଶାଗକୁ ସାଇଡ଼୍ ରଖିବା, ସେପଟେ ଦେଖିବା ଆମର ବୁଟ ଡାଲି ଭଲ ଭାବରେ ସିଝିଛି କି ନାହିଁ। ତ ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ ବୁଟ ଡାଲି ଗୋଟା ଗୋଟା ଅଛି କିନ୍ତୁ ବହୁତ ଭଲ ଭାବରେ ସିଝି ଯାଇଛି। ବୁଟ ଡାଲିକୁ ବେଶୀ ସିଝିବେନି, ବେଶୀ ସିଝିଗଲେ ତଡ଼କା ଖାଇବାକୁ ଭଲ ଲାଗିବନି। ଏଇଭଳି ଗୋଟା ଗୋଟା ଥବ କିନ୍ତୁ ଭଲ ଭାବରେ ସିଝି ଯାଇଥିବ। ଏଇଭଳି କ'ଣ କରିବେ ନା ବୁଟ ଡାଲିକୁ ସିଝି ନେବେ। ଏବେ ଆମେ ବୁଟ ଡାଲିକୁ ସାଇଡ଼୍ ରଖିବା, ଯିବା ନେକ୍ସଟ ପ୍ରୋସେସକୁ। ଏବେ ଆମେ ଫ୍ଲେମ୍ ଅନ୍ କରିକି କଡ଼େଇ ବସିବା, ମିଡ଼ିୟମ ଫ୍ଲେମ୍ରେ କଡ଼େଇକୁ ଗରମ କରିନେବା। କଡ଼େଇ ଭଲ ଭାବରେ ଗରମ ହେଇଗଲା ପରେ 2-3 ଚାମଚ ସୋରିଷ ତେଲ ଦେବା। ସୋରିଷ ତେଲରେ ଏ ରେସିପିକୁ ବନେଇବେ, ତରକାରୀ ଖାଇବାକୁ ବହୁତ ଟେଷ୍ଟି ଲାଗିବ। ତେଲ ଭଲ ଭାବରେ ଗରମ ହେଇଗଲା ପରେ ଅଧ ଚାମଚ ଜିରା ପକେଇକି ଫୁଟେଇ ନେବା। ଜିରା ଭଲ ଭାବରେ ଫୁଟିଗଲା ପରେ ଏବେ ଆମେ ଏଇଠି ଅଧା ଇଞ୍ଚ କଟା ହେଇଥିବା ଅଦା ଆଉ କିଛି କଟା ହେଇଥିବା ରସୁଣକୁ ଦେଇକି କିଛି ସେକେଣ୍ଡ ମିଡ଼ିୟମ ଫ୍ଲେମ୍ରେ ଭାଜି ନେବା। ଏଇଠି ଆମେ ଫ୍ଲେମ୍କୁ ବିଲକୁଲ ବି ହାଇ କରିବାନି। ଫ୍ଲେମ୍କୁ ହାଇ କରିଦେଲେ କ'ଣ ହେବ ନା ଅଦା ରସୁଣ ପୋଡ଼ିଯିବ, ତା ଟେଷ୍ଟ ମଧ୍ୟ ଖରାପ ହେଇଯିବ। ଅଦା ରସୁଣ କିଛି ସେକେଣ୍ଡ ଭାଜି ହେଇଗଲା ପରେ ଏବେ ଆମେ ଏଥିରେ ପକେଇବା 2ଟା ମିଡ଼ିୟମ ସାଇଜ୍ର କଟା ହେଇଥିବା ପିଆଜ। ପିଆଜକୁ ଏଇଠି ମୁଁ ପୁରା ଛୋଟ ଛୋଟ କରିକି କାଟିକି ଦେଇଛି। ଏବେ ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ ହାଇରେ ରଖିବା। ପାଖାପାଖି 2 ମିନିଟ୍ ପର୍ଯ୍ୟନ୍ତ ପିଆଜ ସଫ୍ଟ ହେବା ଯାଏଁ ଭଲ ଭାବରେ ଭାଜି ନେବା। ପିଆଜକୁ ଭାଜିବାର ପାଖାପାଖି 2 ମିନିଟ୍ ହେଇଗଲାଣି। ଦେଖନ୍ତୁ ପିଆଜ ଏଇଠି ଭଲ ଭାବରେ ସଫ୍ଟ ହେଇକି ଭାଜି ହେଇଯାଇଛି। ଏବେ ଆମେ ଏଥିରେ ପକେଇବା ଗୁଣ୍ଡ ମସଲା। ତ ଗୁଣ୍ଡ ମସଲାରେ ମୁଁ ନେଇଛି ଅଧ ଚାମଚ ଏଇଠି ହଳଦୀ ଗୁଣ୍ଡ, 1 ଚାମଚ ଜିରା ପାଉଡର, 1 ଚାମଚ ଧନିଆ ପାଉଡର, ଅଧ ଚାମଚ ଗରମ ମସଲା, 1 ଚାମଚ ଲଙ୍କା ଗୁଣ୍ଡ। ଆପଣମାନେ କେତିକି ରାଗ ଖାଇବେ ସେହି ହିସାବରେ ଲଙ୍କା ଗୁଣ୍ଡ କମ୍ ବେଶୀ କରିପାରିବେ। ତା ସହିତ ପକେଇବା ଏଇଠି ଆମେ 2ଟା ମିଡ଼ିୟମ ସାଇଜ୍ର କଟା ହେଇଥିବା ଟମାଟୋ। ତାପରେ ସବୁକୁ କ'ଣ କରିବା ନା ଭଲ ଭାବରେ ଗୋଳେଇ ନେବା। ଏସବୁକୁ ଭଲ ଭାବରେ ଗୋଳେଇ ସାରିଲା ପରେ ଏବେ ଆମେ ଏଥିରେ ପକେଇବା ଅଧ ଚାମଚ ଲୁଣ। ବୁଟ ଡାଲି ସିଝିଲା ବେଳକୁ ଲୁଣ ପକେଇଥିଲେ, ଲୁଣ ପକେଇଲା ବେଳକୁ ଧ୍ୟାନ ରଖିବେ। ତାପରେ 2-3 ଚାମଚ ପାଣି ଦେଇକି ଆଉ ଥରେ ଏସବୁକୁ କ'ଣ କରିବା ନା ଭଲ ଭାବରେ ଟିକେ ଗୋଳେଇ ନେବା। ଏବେ ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ ହାଇରେ ରଖିବା ଓ କଭର କରିକି ପାଖାପାଖି 3-4 ମିନିଟ୍ ପର୍ଯ୍ୟନ୍ତ ମସଲାକୁ ଭଲ ଭାବରେ ଆମେ କଷି ନେବା। ମଝିରେ ମଝିରେ କ'ଣ କରିବେ ନା କଭର ଖୋଲିକି ଟିକେ ଗୋଳେଇ ନେଉଥିବେ। ମସଲାକୁ କଷିବାର ପାଖାପାଖି 3-4 ମିନିଟ୍ ହେଇଗଲାଣି। ଦେଖନ୍ତୁ ଏଇଠି ମସଲା ବହୁତ ଭଲ ଭାବରେ କଷି ଯାଇଛି, ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଇଯାଇଛି। ଏହି ଷ୍ଟେଜ୍ରେ କ'ଣ କରିବା ନା କିଛି ଗ୍ରୀନ୍ ମଟରକୁ ଆମେ ପକେଇବା। ତ ଏଇଠି ଦେଖନ୍ତୁ 1 ମୁଠା ଗ୍ରୀନ୍ ମଟର ନେଇଛି। ଗ୍ରୀନ୍ ମଟର ଏଇଠି ଅପସନାଲ ଅଛି, ନ ପକେଇଲେ ମଧ୍ୟ ପାଳଙ୍ଗ ଶାଗର ତଡ଼କା ଖାଇବାକୁ ବହୁତ ଟେଷ୍ଟି ଲାଗିବ। ଯଦି ଆପଣମାନଙ୍କ ପାଖରେ ଆଭେଲେବୁଲ୍ ଥିବ ନିଶ୍ଚୟ ପକେଇବେ, ତଡ଼କା ଦେଖିବାକୁ ସୁନ୍ଦର ଲାଗିବ, ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟି ଲାଗିବ। ଗ୍ରୀନ୍ ମଟରକୁ ପକେଇ ସାରିଲା ପରେ ଭଲ ଭାବରେ ଟିକେ ଗୋଳେଇ ନେବା। ତାପରେ ଏବେ ଆମେ ଏଥିରେ ପକେଇଦେବା କାଟିକି ରଖିଥିବା ପାଳଙ୍ଗ ଶାଗ। ତ ଏଇଠି ଦେଖନ୍ତୁ ସବୁଯାକ ପାଳଙ୍ଗ ଶାଗକୁ ମୁଁ ପକେଇ ଦେଇଛି। ପାଳଙ୍ଗ ଶାଗକୁ ପକେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ ହାଇରେ ରଖିବା। ପାଳଙ୍ଗ ଶାଗକୁ ମସଲା ସହିତ ଭଲ ଭାବରେ ଟିକେ ଗୋଳେଇ ନେବା। ପାଳଙ୍ଗ ଶାଗ ଭଲ ଭାବରେ ମସଲା ସହିତ ମିଶିଗଲା ପରେ
एबे आमे फ्लेम को लो टू मीडियम हाई रे रखिबा और कभर करिकी 3 ରୁ 4 मिनिट पर्यंत पालंग शाग और ग्रीन मटर को सिझिबा पई छाड़ीदबा। मझिरे मझिरे कवर खोलिकी टिके गोळेई नउथिबे। तो एठी देखंतु 3 ରୁ 4 मिनिट हे गलानी मो कवर को खोली नेछि टिके गोळेई नेबा। एठी आपण मानको मो देखौछि देखंतु पालंग शाग केते भलो भाबरे सिझि जाइछि, ग्रीन मटर भी एठी भलो भाबरे सिझि जाइछि। ए स्टेज रे कोन करबे ना आमे जो सिझेकी रखिथिले बुट डाली सब को एथिरे दे देबा। तो एठी देखंतु सब जाक बुट डाली को मो दे देछि। बुट डाली को दे साला परे आउ थरे सब को भलो भाबरे टिके गोळेई नेबा। बुट डाली को भलो भाबरे गोळेई साला परे एबे कोन करबे ना फ्लेम को मीडियम हाई रे रखिबा और बिना कवर रे 1 मिनिट पर्यंत आको आमे भलो भाबरे टिके फुटै नेबा। एठी जदि आपण मानको तरकारी जदि बेसी बहलिया लागुथबो ताले अल्प टिके गरम पानी करिकी तरकारी रे दे देबे और एमती खोला रे 1-2 मिनिट पर्यंत टिके मीडियम फ्लेम रे फुटै नेबे। पालंग शागर तड़का को फुटेबार पाखापाखि 1 मिनिट हे गलानी। तड़का को आउ टिके सुआदिया बनेबा पई एबे आमे एथिरे गोटे छुंक दबा। छुंक दबा पई एठी देखंतु गोटे तड़का पैन को मो भलो भाबरे गरम कर देछि। सेतिरे 2 चम्मच सोरिष तेल दबा, अध चम्मच जीरा पकेकी भलो भाबरे फुटै नेबा। तापरे 3-4टा सुखिला लंका दबा, किछि कटा हेतबा रसुण पकेकी किछि सेकेंड भाजी नेबा। एबे आमे एथिरे अध चम्मच काश्मीर रेड चिली पाउडर पकेबा। तड़कार कलर बहुत बढ़िया आसबो। टिके गोळेई नेकी सांगे सांग छुंक को नेकी हमर तड़का रे दे देबा और कवर करिकी पाखापाखि 2 मिनिट पर्यंत टिके रेस्ट रे छाड़ी दबा। तड़का को रेस्ट दबार पाखापाखि 2 मिनिट हे जाइछि। कवर को खोली नेबा, टिके भलो भाबरे सब को गोळेई नेबा। गोळेई साला परे देखंतु एठी हमर गरमा गरम पालंग शागर तड़का प्रस्तुत हे जाइछि। केते सुंदर कलर देखा जाउछि, कोनसी रेस्टोरेंट ढाबा ठारू भी कम हबनी। एबे आमे फ्लेम को ऑफ कर दबा। किछि कटा हेतबा धनिया पत्र पकेकी आउ थरे तड़का को टिके भलो भाबरे गोळेई नेबा। तो एठी देखंतु मु किछि कटा हेतबा धनिया पत्र पके देछि। एठी हमर गरमा गरम पालंग शागर तड़का प्रस्तुत हे जाइछि। ए प्रोसेस रे गोटे थरा बनांतु, केमती लागिला आपनकर अनुभूति मो सहित निश्चय शेयर करंतु। भात रुटी पूरी पराठा जहा भी खाइबे बहुत टेस्टी लागिबो। आ गोटे नुवा वीडियो सहित देखाबो। से पर्यंत रहउछि। नमस्कार, जय जगन्नाथ।